ଏକ ଦିନ ନଦୀ ପାଖରେ ଗୋଟେ ବଡ଼ ଆମ୍ବ ଗଛ ଥିଲା। ସେଇ ଗଛ ଉପରେ ଗୋଟେ ବାନର ରହୁଥିଲା। ଗୋଟେ ଦିନ ନଦୀରେ ଥିବା ଗୋଟେ ମଗର ସହିତ ତାର ପରିଚୟ ହେଲା। ଦୁହେଁ ଭଲ ମିତ୍ର ହୋଇଗଲେ। ବାନର ପ୍ରତିଦିନ ଗଛରୁ ପକ୍କା ଆମ୍ବ ତୋଳି ମଗରକୁ ଦଉଥିଲା। ମଗର ସେଇ ମିଠା ଆମ୍ବ ଖାଇ ବହୁତ ଖୁସି ହଉଥିଲା। ଗୋଟେ ଦିନ ମଗର ତାର ଘରକୁ ଗଲା ଏବଂ ତାର ଘରୋଇକୁ ସବୁ କଥା କହିଲା। ମଗର ଘରୋଇକୁ କହିଲା, ଯଦି ଆମ୍ବ ଏତେ ମିଠା ତେବେ ବାନରର ହୃଦୟ ନିଶ୍ଚୟ ଆଉ ମିଠା ହେବ। ତୁମେ ବାନରର ହୃଦୟ ଆଣିଦିଅ। ଏହା ଶୁଣି ମଗର ଚିନ୍ତାରେ ପଡ଼ିଗଲା, କିନ୍ତୁ ସେ ବାନରକୁ ନଦୀ ପାର କରି ଘରକୁ ନେବାକୁ କହିଲା। ବାନର ଖୁସିରେ ମଗର ପିଠି ଉପରେ ବସିଲା ଏବଂ ସେମାନେ ନଦୀ ପାର କରିବାକୁ ଲାଗିଲେ। ମଝି ନଦୀରେ ମଗର ସତକଥା କହିଦେଲା ଯେ ସେ ତାର ହୃଦୟ ନେବାକୁ ଚାହୁଁଛି। ବାନର ଚତୁର ଥିଲା। ସେ କହିଲା, ହାୟ, ମୋ ହୃଦୟ ତ ଗଛ ଉପରେ ରହିଗଲା। ଚାଲ ଆମେ ପୁଣି ଫେରିଯାଉ। ମଗର ସେ କଥା ବିଶ୍ୱାସ କଲା ଏବଂ ତାକୁ ଗଛ ପାଖକୁ ନେଇଗଲା। ଗଛ ପାଖକୁ ପହଞ୍ଚିଗଲେ ବାନର ତୁରନ୍ତ ଗଛ ଉପରେ ଚଢ଼ିଗଲା ଏବଂ କହିଲା, ମୂର୍ଖ ମଗର, କେହି ନିଜ ହୃଦୟ ଗଛ ଉପରେ ରଖେନି। ମଗର ଲଜ୍ଜିତ ହୋଇ ନଦୀକୁ ଫେରିଗଲା। ଏହିଥିରୁ ଆମେ ଶିଖିଲେ, ବୁଦ୍ଧି ଶକ୍ତିଠାରୁ ଅଧିକ ଶକ୍ତିଶାଳୀ।